କରୁଥିବେ। आज जो बैठक रोची विशेष कर कार्यक्रम रहिबो ट्रेनिंग पई आपनकर अभिज्ञता एसआईआर आ किछ बैठक रोची ना अन्य किसी ଗୋଟେ କଥା ବାଲେଶ୍ୱରରେ ବର୍ତ୍ତମାନ ଗୋଟେ ଦ୍ୱନ୍ଦ୍ୱ ଦେଖିବା ପାଇଁ ମିଳିଛି। ଆପଣ ଜାଣିଥିବେ ଯେମିତିକି ରବୀନ୍ଦ୍ର ଜେନା ମିଶିବା ପରେ ଭାରତୀୟ ଜନତା ପାର୍ଟି ଇସ୍ତଫା ଦେଇଛନ୍ତି। ଦେଖନ୍ତୁ ଜୀବନ ପ୍ରତି ଇସ୍ତଫା ଦେଲେ ବୋଲି ଏଇଟା ଅନ୍ତର୍ଦ୍ୱନ୍ଦ୍ୱ କୁହାଯାଇପାରିବନି। ଜୀବନ ପ୍ରତି ଆଗଥର ଯେତେବେଳେ ଇସ୍ତଫା ଦେଇଥିଲେ ସେତେବେଳେ ବି ଯଥେଷ୍ଟ ଯୁକ୍ତି ନଥିଲା, ବର୍ତ୍ତମାନ ବି ଯଥେଷ୍ଟ ଯୁକ୍ତି ନାହିଁ। ମୁଁ ବି ତାଙ୍କୁ ଯେତେବେଳେ ଶୁଣିଲି ତାଙ୍କୁ ଫୋନ୍ କରିକି ବାରମ୍ବାର ମନା କରିଛି ଏପରି ଭୁଲ ନିଷ୍ପତ୍ତି ନିଅ ନାହିଁ। ତାଙ୍କର କ'ଣ ଅସୁବିଧା ହେଇଛି, ସେ କାହିଁ ଇସ୍ତଫା ଦେବେ? ସୁତରାଂ ତାଙ୍କ ପାଖରେ କୌଣସି ବଳିଷ୍ଠ ଯୁକ୍ତି ନାହିଁ ଇସ୍ତଫା ଦେବାର। ଅଭିଯୋଗ ଆଣୁଛନ୍ତି ଯେ ଶାସକକୁ ଆସିବା ପରେ ବା ରାଜ୍ୟର କ୍ଷମତାକୁ ଆସିବା ପରେ ନୀତି ନୈତିକତାରୁ ଦୂରେଇ ଯାଇଛନ୍ତି। ସେ ଯଦି ଏତେ ନୀତି ନୈତିକତାର ଇଏ ଅଛନ୍ତି ତାହେଲେ ପୁଣି ବିଜେଡ଼ିରେ କାହିଁ ମିଶିଥିଲେ? ସେଠି ନୀତି ନୈତିକତା ବେଶୀ ଥିଲା ନା? ବିଜେପି ସେଠି କାହିଁ ଯାଇଥିଲେ? ସେତେବେଳେ କ'ଣ ନୀତି ନୈତିକତାର ଅସୁବିଧା ହେଇଥିଲା ସେ ପଳେଇଗଲେ? ସେ କହିବା କଥା ଯେ ରବୀନ୍ଦ୍ର ଜଣା ଯେତେବେଳେ ଚିଟଫଣ୍ଡରେ ଥିଲେ ଅଭିଯୁକ୍ତ ସିବିଆଇ ତାଙ୍କୁ ଇଏ କରୁଛି, ସେ ଦଳ ତାଙ୍କୁ ନେବାଟା ଗ୍ରହଣଯୋଗ୍ୟ ନୁହଁ କରୁଛନ୍ତି। ଦେଖନ୍ତୁ ସେଥିପାଇଁ ତାଙ୍କର ଦଳ ଛାଡ଼ିବା କଥା, ସେ ଦଳ ଫୋରମରେ ଉଠେଇବା କଥା ଯେ ରବୀନ୍ଦ୍ର କାହିଁ ଗ୍ରହଣ କରାଗଲା, ସେ କଥା ସତ୍ସାହସ ନାହିଁ। କିନ୍ତୁ ସେ ଇସ୍ତଫା ଦେଇକରି କ'ଣ ଦେଖାଉଛନ୍ତି? କ'ଣ ଦଳ ସେଥିରେ ଭାଙ୍ଗିଯିବ? ସାର୍ ଆପଣ ବି ନାଖୁସ ଅଛନ୍ତି, ଚର୍ଚ୍ଚା ହେଉଛି ଯେ ରବୀନ୍ଦ୍ର ଜେନା ଭାରତୀୟ ଜନତା ପାର୍ଟିରେ ମିଶିବା। ଚର୍ଚ୍ଚା କେଉଁଠି କ'ଣ ହେଉଛି ମୁଁ ଜାଣିନି, ମୁଁ କିଛି ନାଖୁସ ବି ନାହିଁ। ସୁତରାଂ ବିଜେପି ଦଳରେ ବହୁତ ଲୋକ ଆସୁଛନ୍ତି ଯାଉଛନ୍ତି, ଦଳର ବିଚାରଧାରା ଆଦର୍ଶ ପ୍ରତି ପ୍ରତିବଦ୍ଧତା ଥିବା ଲୋକଙ୍କ ସଂଖ୍ୟାଟା ବେଶୀ ନୁହେଁ। ବାକି ଲୋକ ଯିଏ ଯିବା ଆସିବା ସେ ଲାଗିଛନ୍ତି, ସେଥିରେ କ'ଣ ଯାଏ ଆସୁଛି?